ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। କଣ ହଁ, ଜୟ କରୁଛନ୍ତି? ଜଗନ୍ନାଥ, ନମସ୍କାର। ମୁଁ ଏବେ କାଲକାଟା ବାହାରିବି ଆଉ ଅଧଘଣ୍ଟା ପରେ। ତবে ଗୋଟେ କଥା ମୋର ଏଇ ଭାବୁଥିଲି, ମନେ ପଡ଼ିଗଲା। ସେଇ ମହାଭାରତ ସମୟରେ ସେଇ କୃଷ୍ଣଙ୍କର କଥା। ପଞ୍ଚୁ ପାଣ୍ଡବମାନଙ୍କ ସହିତ ଦ୍ରୌପଦୀ ଥାନ୍ତି। କୃଷ୍ଣ ମଧ୍ୟ ବାସୁଦେବ ଏକାମ୍ର କାନନରେ ବୁଲିଥାନ୍ତି। ଗଛରୁ ଗୋଟିଏ ଆମ୍ବ ପଡ଼ିଲା। ଆମ୍ବଟିଏ କାଟିବା ପାଇଁ କୃଷ୍ଣ ଯେତେବେଳେ ଏକ ଛୁରୀ ନେଇ କାଟୁଛନ୍ତି, ସେହି ସମୟରେ ତାଙ୍କର କାଣି ଆଙ୍ଗୁଠିରେ ଟିକେ ଛୁରୀ ଲାଗିଗଲା ଏବଂ ରକ୍ତ ବୋହିଲା। ପଞ୍ଚୁ ପାଣ୍ଡବ ଦ୍ରୌପଦୀ ସବୁ ବିଚଳିତ ହୋଇଗଲେ। ଏଇ କୃଷ୍ଣଙ୍କ ବାସୁଦେବ ହାତରୁ ରକ୍ତ, କାଣି ଆଙ୍ଗୁଠିରେ ରକ୍ତ ବୋହୁଛି। ଯିଏ ଯୁଆଡ଼େ ଦୌଡ଼ିଲେ, କିଏ ଶ୍ରୀରାମଚନ୍ଦ୍ର ମେଡ଼ିକାଲକୁ ଗଲେ, କିଏ କ୍ୟାପିଟାଲ ମେଡ଼ିକାଲ ଗଲେ, କିଏ କୁଆଡ଼େ କେମିତି ଆଣିକି ଔଷଧ ବ୍ୟାଣ୍ଡେଜ୍ କରିବା। ଆଜ୍ଞା, ଦ୍ରୌପଦୀ ପଞ୍ଚସ୍ୱାମୀ ଦେଇଥିବା ସେଇ ପାଟ ଶାଢ଼ୀର କାନିଟାକୁ ମୁହୂର୍ତ୍ତକ ଭିତରେ କାଟି ଦେଇକରି କାନି ଆଙ୍ଗୁଠିରେ ବାନ୍ଧିଦେଲେ, କାନି ଛିଡ଼ି ଦେଇ ବାନ୍ଧିଦେଲେ। ତେଣୁ କୃଷ୍ଣଙ୍କର ଆଜ୍ଞା କମ୍ପ୍ୟୁଟର ବ୍ରେନ୍ ମନେ ରହିଗଲା। ଯେତେବେଳେ କୁରୁସଭା ସ୍ଥଳରେ ଦୁଃଶାସନ ଦ୍ରୌପଦୀକି ବସ୍ତ୍ର ହରଣ କରୁଛି, ଗୋବିନ୍ଦ ଏତେ ବସ୍ତ୍ର ଦେଲେ, ଦୁଃଶାସନ ଆଜ୍ଞା ବସ୍ତ୍ର ଟାଣି 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 ବେହୋସ ହେଇକରି ପଡ଼ିଗଲା ଆଜ୍ଞା। ତେଣୁ ଗୋବିନ୍ଦଙ୍କର ଯେଉଁ ଦୟା, ଦ୍ରୌପଦୀ ନିଃସ୍ୱାର୍ଥ ଭାବରେ କାମ କରିଥିଲା। ତେଣୁ ଗୋବିନ୍ଦଙ୍କର ଯେତେବେଳେ ଦୟା ହେବ, ସେ ଏତେ ଦାନ କରିବେ, ଆପଣ ଯେମିତି ସୁଦାମକୁ ଦେଇଥିଲେ, ଆପଣ ଶେଷ କରିପାରିବେନି। ଯାହା ହଉ, ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ। ଏବେ ଆଜି ମୋର ମନ ଭଲ ନଥିଲା, ତଥାପି କାଲକାଟା ଯିବାକୁ ପଡ଼ୁଛି। ଆମର ଏଇ ମେସିନ୍ର ଗୋଟେ ବେଲ୍ଟ ଛିଡ଼ି ଯାଇଛି, ସେଇଟା କାଲି ମିଳିଲାନି କଟକରେ। ଏବେ ଯାଉଛି, କାଲି ପଠେଇବି। ଜୟ ଜଗନ୍ନାଥ, ହରେ କୃଷ୍ଣ, ମଙ୍ଗଳମୟ, ସମସ୍ତେ ଭଲ ରୁହନ୍ତୁ ଆଜ୍ଞା। ଆଜି ପଖାଳ ଦିବସ, ଆନନ୍ଦରେ ସମସ୍ତଙ୍କର ସୁଖ ସମୃଦ୍ଧି ମୁଁ କାମନା କରୁଛି। ଜୟ ଜଗନ୍ନାଥ।